ଯଦି ଆପଣମାନଙ୍କର ଲୋନ୍ ଟିଏ ଦରକାର କିନ୍ତୁ କେହି ଆପଣଙ୍କୁ ଲୋନ୍ ଦେଉନାହାନ୍ତି, ଆପଣଙ୍କର ବ୍ୟାଙ୍କକୁ ମନା କରିଦେଉଛି ଭାଇ ଲୋନ୍ ଦେବ ନାହିଁ ବୋଲି। ଧରାଯାଉ ଆପଣଙ୍କୁ ଲକ୍ଷେ ଟଙ୍କାଟେ ଦରକାର, ତେବେ ଏଇ ଲକ୍ଷେ ଟଙ୍କାଟେ କେମିତି ଲୋନ୍ ନେବେ ଅନଲାଇନ୍ ଜରିଆରେ ମୁଁ ଆପଣଙ୍କୁ ଜଣେଇବି। ଯଦି ଆପଣ ଲକ୍ଷେ ଟଙ୍କାଟେ ଲୋନ୍ ଆପ୍ଲାଏ କରୁଛନ୍ତି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ତ ଆସିଯିବ, କିନ୍ତୁ ଏଥିରେ କେତେ ଟଙ୍କା ଆପଣଙ୍କୁ ସୁଧ ଲାଗିବ, କେତେ ମାସ ପର୍ଯ୍ୟନ୍ତ ନେବେ, ଏଥିରେ ଇଲିଜିବଲ୍ କ୍ରାଇଟେରିଆ କ'ଣ ରହିଛି, ଫୁଲ୍ ଡିଟେଲରେ ମୁଁ ଆପଣଙ୍କୁ ଏହାର ଷ୍ଟେପ୍ ବାଇ ଷ୍ଟେପ୍ ପ୍ରୋସେସ୍ ଆପଣଙ୍କୁ ଜଣେଇବି, ଯାହା ଜରିଆରେ ଆପଣମାନେ ମଧ୍ୟ ଏଥିରୁ ଲୋନ୍ ନେଇପାରିବେ। ଆପଣମାନେ ସମସ୍ତେ ଜାଣିଥିବେ ବାଜାଜ ଫାଇନାନ୍ସ, ଯୋଉଟାକି ବାଜାଜ କାର୍ଡ ଇଏମ୍ଆଇରେ ଲୋକମାନେ ସବୁ ଜିନିଷ ନେଉଛନ୍ତି। ତେବେ ଏଇ ବାଜାଜ ଫାଇନାନ୍ସ ଥ୍ରୁରେ ଆପଣମାନେ ମଧ୍ୟ ଲୋନ୍ ଆପ୍ଲାଏ କରିପାରିବେ। ଆମେ ଏହାର ପ୍ରୋସେସ୍ ଜାଣିବା। ତା ପୂର୍ବରୁ ଦେଖନ୍ତୁ, ଧରାଯାଉ ମୁଁ ଲକ୍ଷେ ଟଙ୍କା ଲୋନ୍ ନେବି, ତେବେ ଏହାର ଲିଙ୍କ ମଧ୍ୟ ମୁଁ ଦେଇଦେଇଛି ଡେସ୍କ୍ରିପ୍ସନରେ, ତାରି ଉପରେ କ୍ଲିକ୍ କରନ୍ତୁ ଆଉ ଏ ପୋର୍ଟାଲ ଉପରକୁ ଆସିଯିବେ। ଧରାଯାଉ ଦେଖନ୍ତୁ ଏମିତି କିଛି ଉପାଡ଼ିଲା ପରେ ଲକ୍ଷେ ଟଙ୍କା ଧରାଯାଉ ମୁଁ ଲୋନ୍ ନେବି, ତେବେ ଏଇ ଲକ୍ଷେ ଟଙ୍କା ଆପଣ ଚାହୁଁଛନ୍ତି କେତେ ମାସ ପାଇଁ ନା 84 ମାସ ପାଇଁ, 96 ମାସ ପାଇଁ, କେତେ ଧରାଯାଉ ମୁଁ 96 ମାସ ପାଇଁ ନେଉଛି, 12 96 ନିହତ 12 84 ଆପଣ ଚାହିଁଲେ 7 ବର୍ଷ ପାଇଁ ନେଇପାରିବେ। ତେବେ ଏଇଠି ଆପଣଙ୍କ ସାମ୍ନାରେ ଏମିତି କିଛି ଆସିବ, ଆପଣ ଧରାଯାଉ ଟର୍ମ ଲୋନରେ କରିଦେଲି, ଗୋଟେ ଫିକ୍ସଡ ଇନଷ୍ଟଲମେଣ୍ଟ ଆମର ରହିବ। ତେବେ ଏଥିରେ ଆପଣ କେତେ ଟଙ୍କା ଦେଖନ୍ତୁ, 84 ମାସ ପାଇଁ 11% ହିସାବରେ ଇଣ୍ଟରେଷ୍ଟ ଲାଗିବ, ତ ଆପଣଙ୍କୁ ଏତିକି ଟଙ୍କା ରହିଲା, ଟୋଟାଲ ଉପରେ ଏତିକି ଟଙ୍କା ରହିଲା। ଟୋଟାଲ ଏ କିଛି ମଧ୍ୟ ଆପଣଙ୍କୁ ପୁରା ଫୁଲ୍ ଡିଟେଲରେ ଦେଖେଇଦେବ, ଆପଣ ମଧ୍ୟ ଦେଖିପାରିବେ କେତେ ଟଙ୍କା ଆପଣଙ୍କର ମନ୍ଥଲି ରହୁଛି, ପ୍ଲସ୍ ଏହାର ପ୍ରୋସେସିଂ ଫି କେତେ ରହୁଛି। ଯେମିତି ଦେଖନ୍ତୁ ଟୋଟାଲ ଲୋନ୍ ରହିଲା ଆପଣଙ୍କୁ 1,03,093 ଟଙ୍କା, ତେବେ ଏଥିରେ ଆପଣଙ୍କୁ ମନ୍ଥଲି ଇଏମ୍ଆଇ ରହିବ, ଯେମିତି ଦେଖନ୍ତୁ ଆପଣ 1,780 ଟଙ୍କା, ଇଣ୍ଟରେଷ୍ଟ ଏତିକି ଟଙ୍କା ଲେଖା ରହିଲା, ପ୍ରୋସେସିଂ ଫି 3,930 ଟଙ୍କା ରହିଲା। ତ ଇଏ ସବୁ ଦେଖିପାଇଲେ। ତା ପୂର୍ବରୁ ଆମେ କିଛି ଦେଖିନେବା ଏଥିରେ ଇଲିଜିବଲ୍ କେଉଁମାନେ ରହୁଛନ୍ତି। ଦେଖନ୍ତୁ ଆପଣଙ୍କର ବୟସ ସୀମା 21 ରୁ 80 ବର୍ଷ ଭିତରେ ହେଇଥିବା ଦରକାର, ଆପଣଙ୍କର ପବ୍ଲିକ ପ୍ରାଇଭେଟ ଏମଏନସି ଏମ୍ପ୍ଲଏଡ୍ ହୋଇଥିବା ଦରକାର, ଆପଣଙ୍କର ସିବିଲ୍ ସ୍କୋର ଯେଉଁ 650 ରୁ ଅଧିକ ହୋଇଥିବା ଦରକାର। ଯାହାର ଯେତେ ବଢିଆ ସିବିଲ୍ ସ୍କୋର ସେମାନଙ୍କୁ ସେତେ ଅଧିକ ଲୋନ୍ ଆମାଉଣ୍ଟ ମିଳିଯିବ ଆଉ ଆପ୍ରୁଭ୍ ମଧ୍ୟ ଜଲ୍ଦି ହୋଇଥାଏ। ଯଦି ଆପଣଙ୍କର ସିବିଲ୍ ସ୍କୋର ଠିକ୍ ନଥିବ ତ ଆପଣଙ୍କୁ ମିଳିପାରେ ନ ମିଳି ପାରେ। ତେଣୁକରି ଆପଣ ଥରେ ଲିଙ୍କ ଦେଇଛୁ ଆମେ ଡେସ୍କ୍ରିପ୍ସନରେ, ଏଟଲିଷ୍ଟ ଥରଟିଏ ଚେକ୍ କରନ୍ତୁ। ଏବେ ଦେଖନ୍ତୁ ଆପ୍ଲାଏ ଲେଖା ହେଇଛି, ମୁଁ ଆପ୍ଲାଏରେ କ୍ଲିକ୍ କରୁଛି। ସିମ୍ପଲି ଆପଣ ଆପ୍ଲାଏରେ କ୍ଲିକ୍ କଲା ପରେ ଆପଣଙ୍କ ସାମ୍ନାରେ ଆସିବ ମୋବାଇଲ ନମ୍ବର, ଆପଣ ମୋବାଇଲ ନମ୍ବର ଦେଇଦେବେ। ମୋବାଇଲ ନମ୍ବର ଦେଇକି ଗେଟ୍ ଓଟିପିରେ କ୍ଲିକ୍ କରିବେ, ଆପଣଙ୍କ ସାମ୍ନାରେ ଓଟିପି ଆସିବ ଅପସନ୍, ତ ଓଟିପି ମଧ୍ୟ ଆପଣ ଫିଲ୍ଅପ୍ କରିବେ। ତାପରେ ଆପଣଙ୍କ ସାମ୍ନାରେ ଆସିବ ପର୍ସନାଲ ଡିଟେଲ୍ସ, ଆପଣଙ୍କ ନାମ ଦେଇଦେବେ, ଆପଣଙ୍କର ମେଲ୍ କି ଫିମେଲ୍ ଦେଇଦେବେ, ଡେଟ୍ ଅଫ୍ ବାର୍ଥ ଦେଇଦେବେ। ଏଇଠି ଆପଣଙ୍କର ପାନ୍ କାର୍ଡ ନମ୍ବର ମାଗୁଛି, ତ ଆପଣଙ୍କର ପାନ୍ କାର୍ଡ ନମ୍ବର ଠିକ୍ ଠିକ୍ ଦେଖିକି ଫିଲ୍ଅପ୍ କରିଦେବେ। ଏସବୁ କରିସାରିଲା ପରେ ବକ୍ସ ଭିତରେ ଠିକ୍ ମାର୍କ କରିକି କଣ୍ଟିନ୍ୟୁରେ କ୍ଲିକ୍ କରିବେ। ଏବେ ଆପଣଙ୍କ ସାମ୍ନାରେ ଆସିବ ଇନକମ୍ ଭେରିଫିକେସନ୍, ଆପଣ ତାରି ଉପରେ କ୍ଲିକ୍ କରିବେ ଇନକମ୍ ଭେରିଫିକେସନରେ। ତ ଏଇଠି ଆପଣ କଣ୍ଟିନ୍ୟୁ ଯେପରି କ୍ଲିକ୍ କରୁଛନ୍ତି, ଆପଣଙ୍କର ଯେଉଁ ବାଜାଜ ଫାଇନାନ୍ସ ତରଫରୁ ଆପଣଙ୍କର ରିଡାଇରେକ୍ଟ କରୁଛି ଆପଣ ମୋବାଇଲ ନମ୍ବର ଥ୍ରୁରେ, ତ ଏଇଠି ଯେଉଁ ବ୍ୟାଙ୍କ ଆପଣଙ୍କର ଲଗ୍ଇନ୍ ଥିବ ବା ଲିଙ୍କ ଥିବ, ତ ସେ ମଧ୍ୟ ଆପଣଙ୍କ ସାମ୍ନାରେ ଏଠି ଶୋ କରାଇଦେବ, ଯାହାକି ପଳେଇ ଆସିବ। ତାପରେ ଆପଣଙ୍କର ଏଠି କମ୍ପାନୀ ନେମ୍ ମାଗୁଛି, ଆପଣ ଚାହିଁଲେ କମ୍ପାନୀ ନେମ୍ ଯୋଉଟାକି ଏମ୍ପ୍ଲୟମେଣ୍ଟ ଡିଟେଲ୍ସ ଦେଉଛି, ତ ଆପଣ ଇଣ୍ଡିଭିଜୁଆଲ ଥିଲେ ଇଣ୍ଡିଭିଜୁଆଲ ଦେବେ, ନହେଲେ ପାର୍ଟନରସିପ୍ ଥିଲେ ପାର୍ଟନର ଦେବେ। ତ ଇଏ ସବୁ କିଛି ଫିଲ୍ଅପ୍ ଆରାମସେ କରିଦେଇପାରିବେ, ଦେଇକି ମଧ୍ୟ କଣ୍ଟିନ୍ୟୁରେ କ୍ଲିକ୍। ତାପରେ ଏଇଠି ଯେତିକି ଟଙ୍କା ଆପଣ ଆପ୍ଲାଏ କରିଥିବେ, ଯଦି ଆପଣଙ୍କର ସିଭିଲ୍ ସ୍କୋର ଠିକ୍ ଠାକ୍ ଭଲ ଥିବ, ତ ଆପଣଙ୍କ ସାମ୍ନାରେ ଲୋନ୍ ଶୋ କରାଯାଉଛି। ତ ଆପଣ କେତେ ଟଙ୍କା ଯେତିକି ଟଙ୍କା ଆପଣ ଦେଇଥିବେ ଠିକ୍, ନହେଲେ ଅଧିକ ଯଦି ଥିବ ଅଧିକ ଦେଖେଇବ, କମ୍ ଥିବ ଯଦି କମ୍ ଥିବ, ମାନେ ଆପଣ କେତେ ଟଙ୍କା ଇଲିଜିବଲ୍ ହଉଛନ୍ତି। ତ ଏ ସାରା ଡିଟେଲ ମଧ୍ୟ ଆପଣ ଦେଖିଦେବେ, ଦେଖିକି ଯେତିକି ଟଙ୍କା ଆପଣ ଚାହୁଁଥିବେ ସେତିକି ଟଙ୍କା ନେଇପାରିବେ, ନହେଲେ ଏଇଠି କିଛି ଚେଞ୍ଜେସ୍ କରିପାରିବେ। ଦେନ୍ ତାପରେ କଣ୍ଟିନ୍ୟୁ ଉପରେ କ୍ଲିକ୍ କରିବା। ଏବେ ଦେଖନ୍ତୁ ଲୋନ୍ ସମରି ପଳେଇ ଆସୁଛି, କେତେ ଟଙ୍କା ଆପଣଙ୍କର ଲୋନ୍ ଲାଗୁଛି କ'ଣ ନାହିଁ ସବୁ ଡିଟେଲ ଦେଖିଦେଉଛି। ଏଇଠି ଆପଣଙ୍କର ଆଧାର ଭେରିଫିକେସନ୍ ହେବ, ନିଜର ଆଧାର ନମ୍ବର ଦେଇକି ସବମିଟ୍ରେ କ୍ଲିକ୍ କଲେ ଆପଣଙ୍କର ମଧ୍ୟ ଓଟିପି ଆସିବ। ଏ ଓଟିପି ସବମିଟ୍ କରିବେ କେୱାଇସି, ଯେମିତିକି କେୱାଇସି ମଧ୍ୟ ଆପଣଙ୍କର କମ୍ପ୍ଲିଟ୍ କରାଯାଉଛି। ତ ଇଏ କିଛି କରିବା ପରେ ପ୍ରୋସେସ୍, ତାପରେ ନେକ୍ସଟ ଆସୁଛି ବ୍ୟାଙ୍କ ଭେରିଫିକେସନ୍। ତ ଆପଣଙ୍କର ଏଇଠି ବ୍ୟାଙ୍କ ଆକାଉଣ୍ଟ ଆଡ୍ କରିବାକୁ ପଡ଼ିବ, ନହେଲେ କଣ୍ଟିନ୍ୟୁରେ କ୍ଲିକ୍ କରିବେ। ଆପଣ ଯେଉଁ ବ୍ୟାଙ୍କ ଆକାଉଣ୍ଟକୁ ଯେଉଁ ଟଙ୍କା ଆଣିବା ପାଇଁ ଚାହୁଁଛନ୍ତି ସେଇ ଆକାଉଣ୍ଟ ମଧ୍ୟ ଆଇଏଫଏସସି କୋଡ୍ ଆକାଉଣ୍ଟ ନମ୍ବର ସବୁ ଫିଲ୍ଅପ୍ କରିବେ। ତାପରେ କଣ୍ଟିନ୍ୟୁରେ କ୍ଲିକ୍ କରିକି ଆପଣ ଏସବୁ ସବମିଟ୍ କରିବେ। ଯେ ଆପଣଙ୍କର ଆପ୍ଲିକେସନଟି ସବମିଟ୍ ହେଲା, କମ୍ପାନୀ ପାଖକୁ ଗଲା, ତ ସେମାନେ ଭେରିଫାଏ କରିବେ ଯଦି ଆପଣ ଇଲିଜିବଲ୍ ହଉଛନ୍ତି, କେତେ ଟଙ୍କା ଲୋନ୍ ଆପଣଙ୍କ ଠିକ୍ଠାକ୍ ଅଛି ସିବିଲ୍ ସ୍କୋର ବଗେରା, ତେବେ ଆପଣଙ୍କୁ କଣ୍ଟାକ୍ଟ କରିବେ ତାଙ୍କ ଟିମ୍ ଆପଣଙ୍କୁ କଣ୍ଟାକ୍ଟ କରିବା ପରେ ଆପଣମାନେ ମଧ୍ୟ ଲୋନ୍ ପାଇପାରିବେ। ତେବେ ଆପ୍ଲିକେସନ ଲିଙ୍କ ଅଛି ଡେସ୍କ୍ରିପ୍ସନରେ, ଏବେ ଯାଇ ମଧ୍ୟ ଆପ୍ଲାଏ କରିଦିଅନ୍ତୁ।